আজি খণ্ডগিরি যাত্রা মহাসমরর তৃতীয় দিবস। 3 দিন ধরি সবু যাত্রা অনুষ্ঠাନରେ সেই গোটিଏ নাটক। আগামী যাত্রা বর্ষ 2024-25 রে ভিন্ন রূপরে আসিব যাত্রাশ্রী বিশ্ব দরবার। আগামী যাত্রা বর্ষ 2024-25 রে যাত্রা ময়দানকু আসিব হাইবিগ বজের যাত্রা অনুষ্ঠান যাত্রা সিংহ বাহিনী। জয় জগন্নাথ, নমস্কার। মু সন্তোষ কুমার টিকে কথা यूट्यूब চ্যানেলକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2024 ମସିହା ଫେବୃଆରୀ ମାସ 20 ତାରିଖ ମଙ୍ଗଳବାର। ମା ମଙ୍ଗଳାଙ୍କ କୃପାରୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏବେ ଆସନ୍ତୁ ଯିବା ନାଟକୀୟ କାର୍ଯ୍ୟକ୍ରମକୁ। ଆଜି କାହାର କେଉଁ ନାଟକ କେଉଁଠି? ଯାତ୍ରାଶ୍ରୀ ବିଶ୍ୱ ଦରବାର ପଞ୍ଚମ ଅଭିନୟ ରଜନୀ ଉଦାନଗରୀ କେନ୍ଦ୍ରାପଡ଼ା। ଆଜିର ନାଟକ ବାଘ ନେଇଗଲା ଦୌଡ଼ି ଆସ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଓಂ ଶ୍ରୀ ବାଘାଯତୀନ ଲୋକନାଟ୍ୟ ପ୍ରଥମ ଅଭିନୟ ରଜନୀ ଉଲୋରା ଏରସମା ଜଗତସିଂହପୁର। ଆଜିର ନାଟକ କନ୍ଦେଇ ମାରୁଛି ଉପରବାଲା। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ଶିବ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। କଳିଙ୍ଗ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ ଖଣ୍ଡଗିରି କୁମ୍ଭମେଳା ଭୁବନେଶ୍ୱର। ଆଜିର ନାଟକ କାନ୍ଦେ ନାରେ ବାୟା ମନ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ଇନ୍ଦ୍ରଭୁବନ ତୃତୀୟ ଅଭିନୟ ରଜନୀ ରଘୁନାଥପୁର ତାରପୁର ଜଗତସିଂହପୁର। ଆଜିର ନାଟକ ଗୋଟିଏ ପୁଣ୍ୟରେ ଗୋଟିଏ ଝିଅ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରାଶ୍ରୀ ମା ବାଣେଶ୍ୱରୀ ତୃତୀୟ ଅଭିନୟ ରଜନୀ ତେନ୍ତୁଳିପଦା ଜଗତସିଂହପୁର। ଆଜିର ନାଟକ ତୁ ଯେଉଁଠି ମୁଁ ସେଇଠି। ରଚନା ପପୁ ବ୍ରହ୍ମ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ମିହିର ମହାନ୍ତି। ଶିବାନୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ ଅଙ୍ଗାରଡିହ କଟକ। ଆଜିର ନାଟକ ଗାନ୍ଧୀ ଭୂମିକାରେ କହ୍ନେଇ ଦାସ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଅପେରା ଅଶୋକ ସମ୍ରାଟ ଚତୁର୍ଥ ଅଭିନୟ ରଜନୀ ବନ୍ଧକଟା ପାଟକୁରା କେନ୍ଦ୍ରାପଡ଼ା। ଆଜିର ନାଟକ ସପନ ହାଟରେ ମିଳୁନି ବାଟ। ରଚନା ଜିତେନ୍ଦ୍ର ମହାପାତ୍ର, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ଅପେରା ସୂର୍ଯ୍ୟ ମନ୍ଦିର ପ୍ରଥମ ଅଭିନୟ ରଜନୀ ଉଦାନଗରୀ କେନ୍ଦ୍ରାପଡ଼ା। ଆଜିର ନାଟକ ହାତ ଧରି ବାଟ ଚାଲୁଥିବି। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ସ୍ୱର୍ଣ୍ଣମହଲ ତୃତୀୟ ଅଭିନୟ ରଜନୀ ମର୍ଚିପୁର ବାଲିକୁଦା ଜଗତସିଂହପୁର। ଆଜିର ନାଟକ ରଜା ଘର କଥା ମନେ ରଖିଥା। ରଚନା ଗଣେଶ ରାଉତ, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ତୁଳସୀ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ କରଦା ହରିହାଟ ମେଳା ଷଠିପୁର ଯାଜପୁର। ଆଜିର ନାଟକ ସିନ୍ଦୁର ହଜିଛି ଶୁଭ ରାତିରେ। ରଚନା ଡକ୍ଟର ରଞ୍ଜିତ ଲେଙ୍କା, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ମା ଶକ୍ତିମୟୀ ଲୋକନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ କାନପୁର ବରମପୁରା ଖୋର୍ଦ୍ଧା। ଆଜିର ନାଟକ ମୁଁ ଖାଣ୍ଟି ଓଡ଼ିଆଣୀ ବୋହୂ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ଲିପୁ ସାର। ଯାତ୍ରା ଦୁର୍ଗା ମନ୍ଦିର ତୃତୀୟ ଅଭିନୟ ରଜନୀ ଖଣ୍ଡଗିରି ଯାତ୍ରା ମହାସମର ଭୁବନେଶ୍ୱର। ଆଜିର ନାଟକ କାନ୍ଦେ ନା ଲୁହ ସରିଯିବ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ଆକାଶଗଙ୍ଗା ଚତୁର୍ଥ ଅଭିନୟ ରଜନୀ ଲଙ୍କାପଡ଼ା ତିର୍ତ୍ତୋଲ ଜଗତସିଂହପୁର। ଆଜିର ନାଟକ ଆକାଶର ଲୁହ ଗଙ୍ଗାର କୁହ। ରଚନା ଇଞ୍ଜିନିୟର ଶଚୀ ସ୍ୱାଇଁ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଗୌରୀ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ ଖଣ୍ଡଗିରି ଯାତ୍ରା ମହାସମର ଭୁବନେଶ୍ୱର। ଆଜିର ନାଟକ ରାନୀ ପଣ୍ଡାକୁ ଖଣ୍ଡଗିରି ମନା। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ଟିଟନ ସାର। ଯାତ୍ରା ରଙ୍ଗମହଲ ଚତୁର୍ଥ ଅଭିନୟ ରଜନୀ ଟଣେଇପଦା ରାଜକନିକା କେନ୍ଦ୍ରାପଡ଼ା। ଆଜିର ନାଟକ ଭୁଲ ତୋର ଭୁଗୁଛି ମୁଁ।
রচনা ডক্টর দীপক জেনা, নির্দেশনা সত্য জেনা, সঙ্গীত অমৃতাংশু পট্টনায়ক। যাত্রা স্বপ্নমহল প্রথম অভিনয় রজনী, কাঠিয়াপড়া, বড়পড়া, কেନ୍ଦ୍রাপড়া। আজির নাটক হারিবনি কেবে বাপর পুଅ, রচনা অজয় স, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ରାଜନନ୍ଦିନୀ, ତୃତୀୟ ଅଭିନୟ ରଜନୀ, ରୁହିଆ, ନୂଆଗାଁ, ଜଗତସିଂହପୁର। ଆଜିର ନାଟକ ରାଜାକୁ ମାଗିଛି ରାଜନନ୍ଦିନୀ, ରଚନା ଇଞ୍ଜିନିୟର ଶଚୀ ସ୍ୱାଇଁ, ନିର୍ଦ୍ଦେଶନା ଇଞ୍ଜିନିୟର ଯୁଗେନ୍ଦ୍ର ମଲ୍ଲିକ, ସଙ୍ଗୀତ ମିହିର ମହାନ୍ତି। କୋଣାର୍କ ଗଣନାଟ୍ୟ, ତୃତୀୟ ଅଭିନୟ ରଜନୀ, ଖଣ୍ଡଗିରି ମେଳା, ଭୁବନେଶ୍ୱର। ଆଜିର ନାଟକ ସେଇ ଗୋଟିଏ ଭୁଲ ପାଇଁ, ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ତାରିଣୀ ଗଣନାଟ୍ୟ, ଦ୍ୱିତୀୟ ଅଭିନୟ ରଜନୀ, ବଞ୍ଚୁ, ସେନାପତି, କେନ୍ଦୁଝର। ଆଜିର ନାଟକ ଜୀବନ ଖୋଜୁଛି ଜରା ନିବାସ, ରଚନା ଇଞ୍ଜିନିୟର ପ୍ରଶାନ୍ତ ପୁହାଣ, ନିର୍ଦ୍ଦେଶନା ମାନସ ଭୂୟାଁ, ସଙ୍ଗୀତ ମିହିର ମହାନ୍ତି। ଅପେରା ସାଇ ସମ୍ରାଟ, ତୃତୀୟ ଅଭିନୟ ରଜନୀ, ଖଣ୍ଡଗିରି ମେଳା, ଭୁବନେଶ୍ୱର। ଆଜିର ନାଟକ ଦେବଦାସୀ ହେବି ତୋରି ପାଇଁ, ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ଏକ ଅନୁସାର। ଯାତ୍ରା ଧଉଳି ଗଣନାଟ୍ୟ, ଦ୍ୱିତୀୟ ଅଭିନୟ ରଜନୀ, କାଇମାଟିଆ, ଛତିଆ, ଯାଜପୁର। ଆଜିର ନାଟକ କଳଙ୍କ ମୋ ପାଇଁ ଚନ୍ଦନ ଟୋପା, ରଚନା ଅଜୟ ସ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ରାଜଧାନୀ ଅପେରା ପ୍ରଥମ ଅଭିନୟ ରଜନୀ, ଚାନ୍ଦୋଳ, ସାଲେପୁର, କଟକ। ଆଜିର ନାଟକ ରାତି କଥା ଛାତିରେ ଥାଉ, ରଚନା ପପୁ ବ୍ରହ୍ମ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ବିକାଶ ଶୁକ୍ଲା। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରା ପ୍ରେମୀ ଦର୍ଶକ ବନ୍ଧୁ, ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ, ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଏ ହେଲା ଆଜି ସକାଳର କିଛି ଯାତ୍ରା ସମ୍ପର୍କିତ ଖବର ଆପଣମାନଙ୍କ ପାଇଁ। ଆଗାମୀ ଯାତ୍ରା ବର୍ଷ 2024-25ରେ ଭିନ୍ନ ରୂପରେ, ଭିନ୍ନ ଚିନ୍ତାଧାରା ନେଇ, ଭିନ୍ନ ସ୍ୱାଦର ନାଟକ ନେଇ ଯାତ୍ରା ମଇଦାନକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଳାର ମୟୂର ସିଂହାସନ ଯାତ୍ରାଶ୍ରୀ ବିଶ୍ୱ ଦରବାର। ଆଜି ଖଣ୍ଡଗିରି କୁମ୍ଭ ମେଳାର ତୃତୀୟ ରଜନୀର ନାଟକ ମଞ୍ଚସ୍ଥ ହେବାକୁ ଯାଉଅଛି। 3 ଦିନ ଧରି 5 ଗୋଟି ଯାତ୍ରା ଅନୁଷ୍ଠାନ ସେଇ ଗୋଟିଏ ନାଟକ ବର୍ତ୍ତମାନ ସୁଦ୍ଧା ମଞ୍ଚସ୍ଥ କରୁଅଛନ୍ତି, ଯାହାକି ଯାତ୍ରା ପ୍ରେମୀ ଦର୍ଶକ ମାନଙ୍କ ଦ୍ୱାରା ଆଦୃତ ହେବାରେ ଲାଗିଅଛି। ଯାତ୍ରା ପ୍ରେମୀ ଦର୍ଶକ ମାନେ ଖଣ୍ଡଗିରି କୁମ୍ଭ ମେଳାରେ ପୂର୍ଣ୍ଣ ପ୍ରାଣରେ ନାଟକକୁ ଉପଭୋଗ କରୁଛନ୍ତି 3 ଦିନ ଧରି। ଇଏ ତ ହେଲା ଅୟମ ଆରମ୍ଭ, ଆହୁରି ଅଛି ଅନେକ ଯାତ୍ରା ଅନୁଷ୍ଠାନ ଯାହାକି ଖଣ୍ଡଗିରି କୁମ୍ଭ ମେଳାରେ ଯାତ୍ରା ପ୍ରେମୀ ଦର୍ଶକ ଦେବତାଙ୍କର ମନୋରଞ୍ଜନ କରିବାରେ ସକ୍ଷମ ହେବେ। ବର୍ତ୍ତମାନ ପାଇଁ ରହୁଛି, ପୁଣି କିଛି ନୂଆ କଥା, ନୂଆ ସମ୍ଭାବନାର ବାର୍ତ୍ତା ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।